ଆଜି ଚିତା ଲାଗି ଅମାବାସ୍ୟା, ସେଇଥିପାଇଁ ମୁଁ ଅଧ କିଲେ ଚାଉଳ, 2ଟା ଛୋଟ ନଡ଼ିଆ, ମୁଠେ ବିରି ରାତିରେ ଭିଜେଇଥିଲି। ତାକୁ ଏବେ ଭଲ ଭାବରେ ପ୍ଲେନ୍ କରି ବାଟି ନେଇଛି। ମୁଁ ଏହାକୁ ବାଟି ସାରିଲା ପରେ ଗୋଟିଏ ଜାଗାକୁ ବାହାର କରି ନେଇଛି। ଏବେ ଏହାକୁ ମୁଁ 5ରୁ 6 ଘଣ୍ଟା ରଖିଦେବି ରେଷ୍ଟ କରିବା ପାଇଁ। ଦେଖନ୍ତୁ 5-6 ଘଣ୍ଟା ପରେ ପିଠଉଟି କିପରି ଫୁଲିଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ପିଠଉ ଫୁଲିଛି। ଏବେ ସେଥିରେ କିଛି ଗରମ କ୍ଷୀର ପକେଇ ମୁଁ ପିଠଉଟିକି ଗୋଳେଇ ନେବି। ଆପଣ ଚାହିଁଲେ ଗରମ ପାଣିରେ ମଧ୍ୟ ପିଠଉଟିକୁ ଗୋଳେଇ ନେଇ ପାରିବେ। ନେଇଛି ଏବେ ସେଥିରେ କିଛି ଲୁଣ ଦଉଛି। ସେଥିରେ ଅଳ୍ପ ଚିନି ନଉଛି। ଦେଖନ୍ତୁ ପିଠଉଟିକୁ ଏଇଭଳି ପତଳା ରଖିବେ। ଗ୍ୟାସରେ ତାୱାଟିଏ ବସେଇ ନେଇଛି। ତାୱାକୁ କିଛି ସମୟ ଗରମ ହବାକୁ ଛାଡି ଦଉଛି। ତାୱା ଗରମ ହେଇ ଆସିଲାଣି। ମୁଁ ସେଥିରେ କିଛି ପିଠଉ ଦେଇଛି। ତା ଚାରିପଟେ କିଛି ପାଣି ମଧ୍ୟ ବୁଲେଇ ନେବି। ଏବେ ତାକୁ ଘୋଡ଼ଣୀ ଦେଇ ଟିକେ ଘୋଡେଇ ଦେବି। ଏବେ ଦେଖନ୍ତୁ ପିଠାଟି ହେଇଗଲାଣି। ଆଉ ଆପଣ ଜାଣନ୍ତି ତ ଚିତଉ ପିଠା ଅଣଲେଉଟା। ଏବେ ତାକୁ ମୁଁ ଗୋଟେ ଜାଗାକୁ ବାହାର କରିନେଉଛି। ଏବେ ଦେଖନ୍ତୁ ଆମର ଚିତଉ ପିଠା ରେଡି। ଆପଣ ମାନେ ଚାହିଁଲେ ୟାକୁ ତରକାରୀ ନଚେତ କ୍ଷୀରରେ ମଧ୍ୟ ଖାଇପାରିବେ।